ସାଙ୍ଗମାନେ ରାତି 3ଟାରୁ 5ଟା ପର୍ଯ୍ୟନ୍ତ ସମୟକୁ ଯେଉଁ ବ୍ରହ୍ମ ମୁହୂର୍ତ୍ତ ବୋଲି ଆମେ କହୁଛେ, ସେହି 3ଟାରୁ 5ଟା ମଧ୍ୟରେ ଯେଉଁ ବ୍ୟକ୍ତିବିଶେଷମାନଙ୍କର ନିଦ ଭାଙ୍ଗୁଛି, ଜାଣି ନିଅନ୍ତୁ ଏହାର ରହସ୍ୟ କ'ଣ। କ'ଣ ପାଇଁ ସେଇମାନଙ୍କର ନିଦ ରାତି 3ଟାରୁ 5ଟା ଭିତରେ ହିଁ ଆପେ ଆପେ ଭାଙ୍ଗୁଛି ଆଉ ହଠାତ୍ ଆପଣମାନଙ୍କର ନିଦ ଭାଙ୍ଗି ଯାଉଛି। ଯେଉଁମାନଙ୍କର ନିଦ ଏହି ବ୍ରହ୍ମ ମୁହୂର୍ତ୍ତରୁ ଭାଙ୍ଗିଥାଏ, ଈଶ୍ୱର ସେମାନଙ୍କୁ କିଛି ଏହିପରି ସଂକେତ ଦେଇଥାନ୍ତି ସାଙ୍ଗମାନେ। ମାତ୍ର ଅନେକ ବ୍ୟକ୍ତି ଏହି ସଂକେତର ଅର୍ଥ କ'ଣ ବୁଝିପାରନ୍ତି ନାହିଁ। ଏହି ସଂକେତ କାହିଁକି ଆସୁଛି ସେସବୁକୁ ସେମାନେ ଧ୍ୟାନ ଦିଅନ୍ତି ନାହିଁ, କିନ୍ତୁ ସେମାନଙ୍କୁ ଏହାର ଶୁଭ ଫଳ ନିଶ୍ଚିତ ଭାବରେ ପ୍ରାପ୍ତ ହୋଇଥାଏ। ବ୍ରହ୍ମ ମୁହୂର୍ତ୍ତରେ ଯେଉଁମାନଙ୍କର ନିଦ ଭାଙ୍ଗେ, ସେମାନଙ୍କର ଉପରେ ଈଶ୍ୱରଙ୍କର କୃପା ସଦାସର୍ବଦା ରହିଥାଏ। ଯେଉଁମାନଙ୍କର ନିଦ ବ୍ରହ୍ମ ମୁହୂର୍ତ୍ତରୁ ଭାଙ୍ଗିଥାଏ, ଶାସ୍ତ୍ର କୁହେ ଯେ ସେମାନଙ୍କର ଲକ୍ଷଣ ବିଷୟରେ କିଛି ଏପରି ବର୍ଣ୍ଣନା ହୋଇଛି ଶାସ୍ତ୍ରରେ। ଯଦି ଆପଣମାନଙ୍କର ନିଦ ବି ଏହି ବ୍ରହ୍ମ ମୁହୂର୍ତ୍ତରେ ଭାଙ୍ଗୁଛି, ତେବେ ଆପଣମାନେ ବି ଟିକେ ଏହି ଲକ୍ଷଣ ବିଷୟରେ ଜାଣିନେବା ନିଶ୍ଚିତ ଭାବରେ ଦରକାର। ଆମେ ଭିଡ଼ିଓଟିକୁ ଆଗକୁ ନେବା, କିନ୍ତୁ ତା ପୂର୍ବରୁ ଯେଉଁମାନେ ମୋର ଚ୍ୟାନେଲରେ ନୂଆ ଅଛନ୍ତି, ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ। ଯଦି ମୋର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଗୋଟିଏ ଲାଇକ୍ କରନ୍ତୁ ଆଉ ନିଜର ପ୍ରିୟଜନମାନଙ୍କୁ ନିଶ୍ଚିତ ଭାବରେ ସେୟାର କରିବା ପାଇଁ ଭୁଲିବେ ନାହିଁ। ସାଙ୍ଗମାନେ, ଯଦି ଆପଣମାନଙ୍କର ନିଦ ରାତି 3ଟାରୁ 5ଟା ଭିତରେ ଅର୍ଥାତ୍ ଏହି ବ୍ରହ୍ମ ମୁହୂର୍ତ୍ତ ସମୟରେ ଆପଣଙ୍କ ନିଦ ଭାଙ୍ଗି ଯାଉଛି, ତେବେ ଆପଣଙ୍କୁ ମଧ୍ୟ ଈଶ୍ୱର ଏହି ସବୁ ସଂକେତ ଦେଇଥାନ୍ତି। ସାଙ୍ଗମାନେ, ପ୍ରାଚୀନ କାଳରେ ମୁନି ଋଷିମାନେ ମଧ୍ୟ ଏହି ବ୍ରହ୍ମ ମୁହୂର୍ତ୍ତରୁ ସଜାତ୍ୟାଗ କରୁଥିଲେ, ଧ୍ୟାନ କରୁଥିଲେ, ଯୋଗ ଇତ୍ୟାଦି କରୁଥିଲେ। ଏହି ସମୟକୁ ଅତ୍ୟନ୍ତ ଶୁଭ ସମୟ ବୋଲି ମାନାଯାଇଥାଏ ଏବଂ ଲାଭଦାୟକ ସମୟ ବୋଲି ମାନାଯାଇଥାଏ। କାରଣ ଆପଣମାନେ ଏହି ସମୟରେ ଯେକୌଣସି କାର୍ଯ୍ୟ ଆପଣମାନେ କରିଥାନ୍ତି, ସେହି କାର୍ଯ୍ୟ ଆପଣମାନଙ୍କର ସଫଳତା ପାଇଥାନ୍ତି ଆପଣମାନେ। ଏବଂ ଏହି ସମୟରେ ନିଦ୍ରା ଭାଙ୍ଗିବାକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ। କାରଣ ଏହି ସମୟରେ ଦେବାଦେବୀମାନେ ଧରାପୃଷ୍ଠରେ ଭ୍ରମଣ କରିଥାନ୍ତି। ସାଙ୍ଗମାନେ, ଏହି ବ୍ରହ୍ମ ମୁହୂର୍ତ୍ତରେ ଉଠିବା ପାଇଁ ପ୍ରାଚୀନ କାଳରୁ ଧର୍ମଶାସ୍ତ୍ରରେ କୁହାଯାଇଥିଲେ ମଧ୍ୟ ବିଜ୍ଞାନ ତଥା ବଡ଼ ବଡ଼ ଡକ୍ଟରମାନେ ମଧ୍ୟ ଏହି ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ପାଇଁ କହିଥାନ୍ତି। ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବା ପାଇଁ ପରାମର୍ଶ ଦେଇଥାନ୍ତି। ଏହିପରି ଅନେକ ବ୍ୟକ୍ତି ବିଶେଷ ଥାଆନ୍ତି, ସେମାନେ ଯେତେ ଭଲ ନିଦ୍ରାରେ ଶୋଇଥିଲେ ମଧ୍ୟ ସେମାନଙ୍କ ନିଦ ଅଚାନକ ଏହି ବ୍ରହ୍ମ ମୁହୂର୍ତ୍ତରୁ ହିଁ ଭାଙ୍ଗି ଯାଇଥାଏ। ସନାତନ ଧର୍ମରେ ରାତି 3ଟାରୁ 5ଟା ଭିତରେ ନିଦ ଭାଙ୍ଗିବାକୁ ବହୁତ ଶୁଭ ବୋଲି ମାନାଯାଇଥାଏ ଆଉ ଏହା ପଛରେ ଗଭୀର ତଥ୍ୟ ମଧ୍ୟ ରହିଛି। ପଦ୍ମ ପୁରାଣରେ ମଧ୍ୟ ଅନେକ ଗୁଡ଼ିଏ ତଥ୍ୟ ଉଲ୍ଲେଖ ରହିଛି। ଏହିସବୁ ସଂକେତ ଆପଣମାନଙ୍କୁ ଭଗବାନ ପ୍ରଦାନ କରିଥାନ୍ତି। ଶାସ୍ତ୍ରରେ ଏହି ବ୍ରହ୍ମ ମୁହୂର୍ତ୍ତକୁ ଅମୃତ ବେଳା ବୋଲି ମାନାଯାଇଥାଏ। କାରଣ ଏହି ସମୟରେ ଆପଣମାନେ ଯେକୌଣସି କାମ କରନ୍ତୁ ତାହା ସଫଳତା ପାଇଥାନ୍ତି ଆଉ ଏହା ଯେଉଁ କାର୍ଯ୍ୟ ଆପଣମାନେ କରୁଛନ୍ତି ତାହା ସବୁ ଶୁଭ ହିଁ ହୋଇଥାଏ। ଏହି ସମୟରେ ହିଁ ବ୍ରହ୍ମଦେବ ସୃଷ୍ଟିର ନିର୍ମାଣ କରିଥିଲେ ଏବଂ ଏହି ସମୟରେ ସମସ୍ତ ଦେବାଦେବୀଗଣ ପୃଥିବୀକୁ ଭ୍ରମଣ କରିବାକୁ ଆସିଥାନ୍ତି। ଏହି ସମୟରେ ଅଲୌକିକ ଶକ୍ତିର ବାତାବରଣ ଥାଏ, ସକାରାତ୍ମକ ଉର୍ଜା ଏହି ସମୟରେ ରହିଥାଏ। ତେଣୁ ଆପଣମାନେ ଏହି ସମୟରେ ଯେଉଁ ସବୁ ପ୍ରାର୍ଥନା କରନ୍ତି, ଯେଉଁ ସବୁ କାର୍ଯ୍ୟ କରନ୍ତି, ସେସବୁ ନିଶ୍ଚିତ ଭାବରେ ସଫଳ ହୋଇଥାଏ। ଏହି ସମୟରେ ବ୍ରହ୍ମାଣ୍ଡରେ ଏକ ଅଲୌକିକ ଉର୍ଜାର ସଞ୍ଚାର ହୋଇଥାଏ ଏବଂ ଯେଉଁ ବ୍ୟକ୍ତିର ନିଦ ଏହି ବ୍ରହ୍ମ ମୁହୂର୍ତ୍ତରେ ଭାଙ୍ଗିଥାଏ ଆଉ ସେମାନେ ଯେଉଁ କାର୍ଯ୍ୟ ସେହି ସମୟରେ କରିଦେଇଥାନ୍ତି, ସେ ସବୁ ଶୁଭ ହୋଇଥାଏ, ସେ ସବୁ ସଫଳ ହୋଇଥାଏ। ସାଙ୍ଗମାନେ, ଯଦି ଆପଣମାନଙ୍କ ନିଦ ମଧ୍ୟ ଏହି ବ୍ରହ୍ମ ମୁହୂର୍ତ୍ତରୁ ହଠାତ୍ ଅଚାନକ ଭାଙ୍ଗି ଯାଉଛି, ତେବେ ଜାଣି ରଖନ୍ତୁ ଆପଣଙ୍କୁ ମଧ୍ୟ ଈଶ୍ୱର କିଛି ଏପରି ସଂକେତ ଦେବାକୁ ଯାଉଛନ୍ତି। ସାଙ୍ଗମାନେ, ଆମେମାନେ ଜାଣିବା ଯେ ଶାସ୍ତ୍ରରେ ଏହି ବିଷୟରେ କ'ଣ ବର୍ଣ୍ଣନା କରାଯାଇଛି। ଯେଉଁମାନଙ୍କର ନିଦ ବ୍ରହ୍ମ ମୁହୂର୍ତ୍ତରୁ ଭାଙ୍ଗୁଛି, ସେମାନଙ୍କର କ'ଣ ସବୁ ଲକ୍ଷଣ ରହିଛି, ଏହାର ଶୁଭାଶୁଭ କ'ଣ ସବୁ ରହିଛି। ଯେଉଁମାନଙ୍କର ନିଦ ଭାଙ୍ଗୁଛି ବ୍ରହ୍ମ ମୁହୂର୍ତ୍ତରୁ, ସେମାନେ କେମିତି ବ୍ୟକ୍ତିବିଶେଷ ହୋଇଥାନ୍ତି, ନିଶ୍ଚିତ ଭାବରେ ଜାଣିବା ସାଙ୍ଗମାନେ। କିନ୍ତୁ ଯେଉଁମାନେ ଏତେ ପର୍ଯ୍ୟନ୍ତ ବି କମେଣ୍ଟରେ ଜୟ ମା ଲକ୍ଷ୍ମୀ ଲେଖିନାହାନ୍ତି, ଦୟାକରି କମେଣ୍ଟରେ ଜୟ ମା ଲକ୍ଷ୍ମୀ ବୋଲି ନିଶ୍ଚିତ ଭାବରେ ଲେଖିଦିଅନ୍ତୁ। ସାଙ୍ଗମାନେ, ଯେଉଁମାନଙ୍କର ନିଦ ବ୍ରହ୍ମ ମୁହୂର୍ତ୍ତରୁ ଭାଙ୍ଗୁଛି, ସେଇମାନଙ୍କ ଉଦ୍ଦେଶ୍ୟରେ ଶାସ୍ତ୍ରରେ ଯାହା ବର୍ଣ୍ଣନା କରାଯାଇଛି
से सबको आपको पाखरे निश्चित भाव में जनइबी। आपण सर्वदा एक निरोगी जीवन यापन करिथांती। आपणकर आयु मध्य वृद्धि होइथाए। आपण जणे शांत स्वभावर व्यक्ति अटंती। आपण छंद माया कपट ईर्षान्वित व्यक्ति नुहंती किंबा आपण माने जो माने छंद कपट व्यक्ति ईर्षान्वित व्यक्ति सेमानंकर ठारू अनेक दूर रहिबा पई चाहंती। सेमानंकर पाख भी आपण माने माडंती नाही। आपण जणे बहुत भल मनुष्य अटंती। आउ आपण ईश्वरंकर प्रिय अटंती। आपण जणे बुद्धिमान व्यक्ति अटंती एवं सकारात्मक ऊर्जा आपण मानक पाखरे थाए। आपण केबे भी जानी सुनी काहाकू दुख देबाकू चेष्टा करनथांती। काहा मनरे आपण माने कष्ट देई नथांती। विपद समय रे केबे कहार हाथ छाड़ी नथांती। आपण माने आपण सर्वदा निजर पितामाता को सम्मान देइथांती। आपणकर स्त्री मध्य चरित्रवान होइथांती। तेबे एही सबु सद्गुण जदि आपणक पाखरे रही थाए निश्चित भावरे आपणकर निद मध्य एही ब्रह्म मुहूर्तरु भांगुथिबार कारण होछि एही ब्रह्म मुहूर्तरु जो आपण मानकर निद भांगुछि जो सब सकारात्मक ऊर्जार प्रभाव रे आपण मानक पाखरे एही सबु महत् गुण रही अछि। आपण एही अलौकिक शक्तिर ऊर्जा पाई ही आपणक पाखरे एते सबु असाधारण गुण रही। यह मध्य मान जाए जे जदि जड़े व्यक्ति ब्रह्म मुहूर्तरु उठी निजर कार्य आरंभ कर देउछि तेबे से काम सबु सफल होइथाए। सांगमाने ब्रह्म मुहूर्तरु जो महिला माने सज्जत्याग करिथांती स्नान इत्यादि सारी घर द्वार सफा करिथांती घर मुख्य द्वार को सफा करिथांती से महिला मानकर घरे सर्वदा सुख समृद्धि लगी रही थाए। से मानक घरे केबे भी धनर अभाव होई न थाए। सांग माने मु एहा उपरे वीडियो बनेछि आपण माने चाहिए डिस्क्रिप्शन बॉक्स रे जाइकी देखि पारिबे। सांग माने सूर्योदय पूर्वरु सज्जात्याग करुथिया व्यक्ति माने आपे आपे ही सूर्यदेवंक कृपा को लाभ करिथांती। सूर्यंकर प्रथम किरण जो व्यक्ति उपरे पड़ी थाए सेमानंक शरीर सर्वदा सुस्थ एवं निरोग रही थाए। शास्त्र अनुଯାयी सूर्य देवता प्रथम किरण को कामधेनु माता क्षीर सह सामान बोली माना जाई थाए। जो भली कामधेनु माता मनुष्यर समस्त इच्छा को समस्त मनोस्कामना को पूर्ण करिथांती सेही भली सूर्यंकर प्रथम किरण मध्य मनुष्य मध्यरे सकारात्मक शक्ति को वृद्धि करिथाए। तेबे जदि आपणक निद भी एही ब्रह्म मुहूर्तरु भांगु थाए तेबे जानी रखंतु जे आपणक जीवन रे एक बड़ परिवर्तन हेबाकु जाउछि। आपणक खराब समय सबु दूरे जिबाकु जाउछि। आपणकर दारिद्र्यतार समाप्त हेबाकु जाउछि। आपणकर सबु खराब समय सबु असुविधा वर्तमान शेष हेबाकु जाउछि। आपणक जीवन रे सुख समृद्धिर वृद्धि हेबाकु जाउछि। आपण माने अति शीघ्र ही बहुत बड़ परिवर्तन हेबाकु जाउछि। आपणक जीवन रे किछि भल परिवर्तन हेबाकु जाउछि। आपण माने जो दुख सहिचंती जो कष्ट को अनुभव करिसेंती आपणक जीवन रे सबु दुख कष्ट को आपण माननको जो संकेत मिलुछि जानी रखंतु जे सेही दुख कष्ट सबु दिन पई दूरे जिबाकु जाउछि। आपण मानक जीवन रे सुख समृद्धिर वृद्धि हेबाकु जाउछि। एही समय रे आपणको सबु देवादेवी आशीर्वाद प्रदान करिथांती। सांग माने शास्त्र मतरे एवं विज्ञान मतरे मध्य जो माने सूर्योदय पूर्वरु ही उठिथांती सेमानंक शरीर सर्वदा निरोग रही थाए। सेमानंको कौनसी रोग माड़ी बसी न थाए। सेमाने सर्वदा सुस्थ रही थांती। तेणु सबुबले चेष्टा करंतु जे सूर्य उदय पूर्वरु ही उठिबा पाई। सांग माने जो व्यक्तिंक निद प्रतिदिन किछि सुमधुर शब्द शुणी जेमिति कि मंदिरर घंटी शंख ध्वनि ए सबु शब्द को शुणी निद भांगी थाए सेही व्यक्ति मानक उपरे भगवानंकर विशेष कृपा रही थाए। आ भगवान आपण मानको एही संकेत देबाकू चाहुछंती जे से आपणक पाखरे सर्वदा रहिछंती। आ आपणको भगवान बहुत पसंद करंती।
से आपणको यही संकेत देबाकू जाउछंती जे आपणको जीवन रे जेउ सब कष्ट रहिथिला जे सब दुख रहिथिला ताहा अति शीघ्र दूरेबाकू जाउछि। आपणको भाग्य रे परिवर्तन हेबाकू जाउछि। आपण माने अति शीघ्र आपण मानकर दुख जो जीवन कटिथिला आपण मानकर ସେହି ଜୀବନ ଆପଣମାନଙ୍କର ପରିବର୍ତ୍ତନ ହେବାକୁ ଯାଉଛି। ଆପଣମାନଙ୍କ ଭାଗ୍ୟରେ ଏକ ବିରାଟ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସାଙ୍ଗମାନେ, ଏହା ମଧ୍ୟ ମାନାଯାଇଥାଏ ଯେ ଯେଉଁମାନଙ୍କର ନିଦ ବ୍ରହ୍ମ ମୁହୂର୍ତ୍ତରୁ ଭାଙ୍ଗିଥାଏ ସେମାନଙ୍କର ମନ ସର୍ବଦା ସୁସ୍ଥ ରହିଥାଏ, ଶରୀର ସୁସ୍ଥ ରହିଥାଏ। ସେମାନେ ଭଗବାନଙ୍କୁ ଯେଉଁ ପ୍ରାର୍ଥନା କରିଥାନ୍ତି ତାହା ସଫଳ ହୋଇଥାଏ। ଏହି ସମୟରେ ଆପଣମାନେ ଈଶ୍ୱରଙ୍କୁ ଯେଉଁ ସବୁ ପ୍ରାର୍ଥନା କରିଥାନ୍ତି, ଯାହା ବି ଆପଣଙ୍କର ମନସ୍କାମନା ରହିଥାଏ ତାହା ଈଶ୍ୱର ଶୁଣିଥାନ୍ତି ଏବଂ ଆପଣଙ୍କର ବଡ଼ ପାପ ସବୁ ଯାହା ରହିଥାଏ, ଯେଉଁ ପାପ ଆପଣମାନଙ୍କ ଜୀବନରେ ରହିଥାଏ ସେ ସବୁ ମଧ୍ୟ କ୍ଷୟ ହୋଇଯାଇଥାଏ। ସାଙ୍ଗମାନେ, ଯେଉଁମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠିଥାନ୍ତି ଏବଂ ନିଜର ହାତ ପାପୁଲିକୁ ଦେଖି କରଦର୍ଶନ ମନ୍ତ୍ରକୁ କହି ନିଜର ଦିନକୁ ଆରମ୍ଭ କରିଥାନ୍ତି, ନିଶ୍ଚିତ ଭାବରେ ତାଙ୍କ ଉପରେ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ରହିଥାଏ। ତାଙ୍କର ସେହି ଦିନଟି ଅତି ଶୁଭରେ କଟିଥାଏ। ତେଣୁ ଆପଣମାନେ ମଧ୍ୟ ଚେଷ୍ଟା କରନ୍ତୁ ଯେ ଏହି ବ୍ରହ୍ମ ମୁହୂର୍ତ୍ତରେ ଉଠିବା ପାଇଁ। ଆଉ ଯେଉଁ ଲୋକମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠିଥାନ୍ତି, ଯେଉଁ ଘରେ ସମସ୍ତ ସଦସ୍ୟ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଯାଇଥାନ୍ତି, ସେଇମାନଙ୍କ ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି। ଯେଉଁ ଘରେ ନାରୀଟିଏ ଶଯ୍ୟାତ୍ୟାଗ କରି ବ୍ରହ୍ମ ମୁହୂର୍ତ୍ତରୁ ଉଠି ଯାଇଥାଏ, ସେହି ଘରେ ମଧ୍ୟ ମା ଲକ୍ଷ୍ମୀ ବାସ କରିଥାନ୍ତି। କାରଣ ଜଣେ ନାରୀ ଯେତେ ପରିଷ୍କାର ପରିଚ୍ଛନ୍ନ ରହିବ, ଘରକୁ ଯେତେ ପରିଷ୍କାର ପରିଚ୍ଛନ୍ନ ରଖିବ, ମାତା ଲକ୍ଷ୍ମୀ ସେହି ଘରକୁ ଅଧିକ ପସନ୍ଦ କରିଥାନ୍ତି, ସେହି ନାରୀମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି। ଆଶା କରି ସାଙ୍ଗମାନେ ମୋର ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ନିଶ୍ଚିତ ଭାବରେ ହେଲ୍ପଫୁଲ୍ ହେଇଥିବ। ଯଦି ଆପଣମାନଙ୍କୁ ମୋର ଭିଡ଼ିଓଟି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ, ନିଜର ପ୍ରିୟଜନମାନଙ୍କୁ ନିଶ୍ଚିତ ଭାବରେ ସେୟାର କରନ୍ତୁ, ଆଉ କମେଣ୍ଟରେ ଜୟ ମା ଲକ୍ଷ୍ମୀ ଲେଖିଦିଅନ୍ତୁ। ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ନେକ୍ସଟ ଆଉ ଏକ ଭିଡ଼ିଓ ଆପଣମାନଙ୍କ ପାଇଁ ନେଇକି ଆସିବି। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।